ଆପଣ ଯେଉଁ ପାତ୍ରରେ ଘରେ ଲୁଣ ରଖୁଛନ୍ତି ସେହି ପାତ୍ରରେ ଲୁଣକୁ ଭରି କରିସାରିବା ପରେ 2ଟି ଲବଙ୍ଗକୁ ସେଥିରେ ରଖନ୍ତୁ ଏବଂ ତାର ଘୋଡ଼ଣୀକୁ ବନ୍ଦ କରିଦିଅନ୍ତୁ। ଦ୍ୱିତୀୟତଃ 2-3 ଚାମଚ ଲୁଣକୁ ଗୋଟିଏ କାଚ ପାତ୍ରରେ ରଖି ଯଦି ଆପଣ ଆପଣଙ୍କର ବାଥରୁମରେ ରଖିବେ ଏବଂ ପ୍ରତ୍ୟେକ ଶନିବାର ଦିନ ସେହି ଲୁଣକୁ ବହି ଯାଉଥିବା ଜଳରେ ଯଦି ଆପଣ ତାକୁ ଭସେଇ ଦେବେ, ଏହାଦ୍ୱାରା ଦେଖିବେ ଆପଣଙ୍କର ଘର ମଧ୍ୟରେ କେବେ ମଧ୍ୟ ରୋଗ ରହିବ ନାହିଁ, କୌଣସି ବ୍ୟକ୍ତିଙ୍କୁ ରୋଗ ବ୍ୟାଧି ପ୍ରାୟତଃ ହେବ ନାହିଁ ଏବଂ ଘର ମଧ୍ୟରେ ସବୁବେଳେ ସୁଖ ଶାନ୍ତି ବଜାୟ ରହିବ। ତ ସଙ୍ଗେ ସଙ୍ଗେ ଆଉ ଗୋଟିଏ ନିୟମ ମାନନ୍ତୁ, ପ୍ରତ୍ୟେକ ଶନିବାର ଦିନ ଆପଣମାନେ ଆପଣଙ୍କ ଘରକୁ ଭଲ ଭାବରେ ସଫା କରନ୍ତୁ। କାହିଁକି? ଯେଉଁ ଘର ଯେତେ ସଫା ରହିଥାଏ ସେହି ଘର ଉପରେ ମା ଲକ୍ଷ୍ମୀଙ୍କର କୃପା ରହିଥାଏ। ଆଉ ମା ଲକ୍ଷ୍ମୀଙ୍କର ଯେଉଁ ଘର ଉପରେ କୃପା ରହିବ ସେହି ଘର ମଧ୍ୟରେ କେବେ ମଧ୍ୟ ଆର୍ଥିକ ସଙ୍କଟ ଦେଖାଦେବ ନାହିଁ। ଶ୍ରୋତାବନ୍ଧୁ, ଏହି 3ଟି ନିୟମ ଯଦି ଆପଣମାନେ ମାନିବେ ନିଶ୍ଚିତ ଭାବରେ ଆପଣଙ୍କର ଗୃହର ମଙ୍ଗଳ ହେବ।